ରଜ ପୁରା ନିଆରା। ଆଉ ଏଥିରୁ ଓଲିଉଡ ଜଗତ ବି ପଡ଼ିଲେ ବା। ତେବେ ଆଜି ଆସନ୍ତୁ ଜାଣିବା କାହିଁକି ଏଥର ରଜରେ ଏକାଠି ହୋଇଛନ୍ତି ସବୁ ଆଗଧାଡିର ଅଭିନେତ୍ରୀ। ଆଉ ପ୍ରଥମ ଥର ଏକାଠି କରିଛନ୍ତି ରଜ ସେଲିବ୍ରେସନ। ତେବେ କଣ ରହିଛି ଏହା ପଛର ବଡ଼ କାରଣ? ରହିଛି କି କିଛି ସରପ୍ରାଇଜ? ତେବେ ହଁ, ଆପଣ ଠିକ ଶୁଣିଛନ୍ତି। ତେବେ ସବୁର ସୁନ୍ଦର ଆରେଞ୍ଜମେଣ୍ଟ କରିଛନ୍ତି ଆପଣଙ୍କର ବି ଜଣେ ପ୍ରିୟ ହିରୋଇନ ଆଉ ଜଣେ ପ୍ରଡ୍ୟୁସର ମଧ୍ୟ। ତେବେ ସେ କିଏ ଜାଣିବା ପାଇଁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଦେଖିବା ସମ୍ପୂର୍ଣ୍ଣ ଖବର। ତେବେ ଦର୍ଶକ ବନ୍ଧୁ, ପୁରା ଓଲିଉଡର ସବୁ ଆଗଧାଡିର ହିରୋଇନ ଏକାଠି ରଜ ସେଲିବ୍ରେଟ କରିଛନ୍ତି। ପିଠା ପଣା ରଜ ପାନ ସହ ଓଡ଼ିଶାର ଗଣପର୍ବକୁ ଖୁବ୍ ଧୁମଧାମରେ ପାଳନ କରିଛନ୍ତି। ତେବେ ଆପଣ ତ ଜାଣିଥିବେ, ରାଜ୍ୟ ସାରା ଜମୁଛି ଗଣପର୍ବ ରଜର ଆସର। ମୁଖ୍ୟ ଆକର୍ଷଣ ପାଲଟିଛି ଦୋଳି ଖେଳ, ପିଠାପଣା। ସମସ୍ତେ ନୂଆ ଡ୍ରେସ ଏବଂ ନୂଆ ନୂଆ ଜାଗା ବୁଲୁଛନ୍ତି ଏବଂ ପିଠା ପଣା ସହ ଖୁବ୍ ଧୁମଧାମରେ ରଜ ସେଲିବ୍ରେଟ କରୁଛନ୍ତି। ସୁଆଦିଆ ପୋଡ ପିଠା, ମଣ୍ଡା ଏବଂ ବିଶେଷ ଭାବେ ପ୍ରସ୍ତୁତ ରଜ ପାନର ଆସର ଜମିଛି। ଆଉ ଏଥିରୁ ବାଦ୍ ପଡ଼ିନାହାନ୍ତି ଓଲିଉଡର ଆଗଧାଡିର ଅଭିନେତ୍ରୀ। ସେ ଅର୍ଚ୍ଚିତା ହୁଅନ୍ତୁ ବା ଶିବାନୀ, ଏଲିନା ହୁଅନ୍ତୁ ବା ଶୀତଲ, ସମସ୍ତେ ଏକାଠି ମିଶି ରଜ ସେଲିବ୍ରେଟ କରିଛନ୍ତି। ଲିପ୍ସା ମିଶ୍ର, ପ୍ରକୃତି ମିଶ୍ର ସମସ୍ତେ ମଧ୍ୟ ଏକାଠି ହୋଇଛନ୍ତି। ଆଉ ଏହି ଆରେଞ୍ଜମେଣ୍ଟ କରିଛନ୍ତି ଆପଣଙ୍କର ପ୍ରିୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ। ସବୁ ଅଭିନେତ୍ରୀଙ୍କୁ ଏକାଠି ଡାକି ଖୁବ୍ ଧୁମଧାମରେ ଗଣପର୍ବ ରଜକୁ ସେଲିବ୍ରେଟ କରିଛନ୍ତି। ଆଉ ସମସ୍ତେ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ ମଧ୍ୟ କରିଛନ୍ତି। ତେବେ ଆପଣଙ୍କୁ କେଉଁ ହିରୋଇନ ସବୁଠୁ ବେଶୀ ଭଲ ଲାଗନ୍ତି ଏବଂ ରଜ ଡ୍ରେସରେ କିଏ ସବୁଠୁ ବେଶୀ ଭଲ ଦେଖାଯାଉଛନ୍ତି ଆମକୁ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ 18।